ଅକ୍ଟୋପସ୍ ଓ ମାଛରଙ୍କା। ଗୋଟିଏ ଛୋଟ ଅକ୍ଟୋପସ୍ ଥିଲା। ତା ମା ତାକୁ ଉପଦେଶ ଦେଇଥିଲା ମାଟି ପାଖକୁ ନ ଯିବାକୁ, କାରଣ ମାଟି ବଡ଼ ଅବିଶ୍ୱାସୀ। ଗୋଟିଏ ଛୋଟ ମାଛରଙ୍କା ଥିଲା, ନୂଆ ନୂଆ ଉଡ଼ି ଶିଖୁଥିଲା। ତା ପାଦ ପାଣିରେ ବୁଡ଼ିଲେ ସେ ଭାବୁଥିଲା ସମୁଦ୍ର ଗୋଟେ ଜାହାଜ। ତା ମା କହିଥିଲା ଯେ ସେ ଯେମିତି ବେଶୀ ସମୟ ପାଣିରେ ବୁଡ଼ି ନ ରହେ, କାରଣ ସମୁଦ୍ର ବଡ଼ ଅବିଶ୍ୱାସୀ। କିନ୍ତୁ ଛୁଆ ଅକ୍ଟୋପସ୍ ଛୋଟ ଛୋଟ ଲହଡ଼ିର ଫେନିଳ କୂଳକୁ ଆସୁଥିଲା ଏବଂ ମାଛରଙ୍କା ନିଜ ଗୋଡ଼କୁ ଗୋଟିଏ ଜାହାଜ ମନେକରି ପାଣିରେ ବସିଥିଲା। ମାଛରଙ୍କା ଭୁଲ କଲା, ଭାବିଲା ଅକ୍ଟୋପସ୍ ବି ଗୋଟିଏ ଜଳଚର ମାଛ, ଆଉ ଅକ୍ଟୋପସ୍ ବି ଭାବିଲା ଏ ମଧ୍ୟ ଗୋଟିଏ ସ୍ୱାଦିଷ୍ଟ ଆହାର। ତାପରେ ଦୁହେଁ ଦୁହିଁଙ୍କୁ ଧରି ପକାଇଲେ। ଦୁହେଁ ହେଲେ ରକ୍ତିମ ସେ ଫେନିଳ ଲହରୀରେ ଏବଂ ମାଛରଙ୍କା ଉଡ଼ିବାକୁ ଆରମ୍ଭ କଲା। ଅକ୍ଟୋପସର ମାଛରଙ୍କାର ଦେହକୁ ଗୁଡ଼ାଇ ଧରିଲା। ଆକାଶକୁ ଉଠିଲେ ସେମାନେ। ଅକ୍ଟୋପସ୍ ଦେହ ଓ ମାଛରଙ୍କାର ଡେଣା, କେତେବେଳେ ପାଣିରେ, କେତେବେଳେ ଆକାଶରେ। ଦିଗନ୍ତ ପାରି ହୋଇଗଲେ ଏକ ଅନାମିକା ପ୍ରାଣୀ ହୋଇ, ନା ତାର ପ୍ରେମ।